ପ୍ରକୃତ ମିତ୍ର। ଗୋଟିଏ ଲୋକର 3 ଜଣ ମିତ୍ର ଥିଲେ। ଜଣକୁ ସେ ପ୍ରତିଦିନ ଭେଟୁଥିଲା। ଦ୍ୱିତୀୟ ମିତ୍ରକୁ ଭଲ ପାଏ କିନ୍ତୁ ସପ୍ତାହକେ 2 ସପ୍ତାହରେ ଥରେ ଭେଟେ। ତୃତୀୟ ମିତ୍ର ସହ ବେଳେବେଳେ ଭେଟ ହୁଏ। ଦିନେ ଲୋକଟି ଉପରେ ଗୋଟିଏ କୋର୍ଟ କେସ୍ ହୋଇଗଲା। ସେ ଓକିଲ ପାଖକୁ ଗଲା। ଓକିଲ କହିଲେ କେସ୍ ବହୁତ ଜଟିଳ, ତେଣୁ ତୁମ ସପକ୍ଷରେ ଜଣେ ସାକ୍ଷୀ ଆବଶ୍ୟକ, ଯିଏ ତୁମକୁ ଭଲ ଭାବରେ ଜାଣେ ଓ କୋର୍ଟରେ ସାକ୍ଷୀ ଦେବ। ଲୋକଟି ତାପରେ ପ୍ରଥମ ମିତ୍ର ପାଖକୁ ଗଲା। କହିଲା, କୋର୍ଟରେ ମୋ ସପକ୍ଷରେ ତୁମେ ସାକ୍ଷୀ ଦିଅ ଓ ମୋତେ କେସ୍ରୁ ମୁକ୍ତ କର। ମିତ୍ର ଜଣକ କହିଲା, ତୁମ ସହ ମିତ୍ରତା ଅଛି ସତ, କିନ୍ତୁ ମୁଁ କୋର୍ଟ ସାକ୍ଷୀ ଦେବା ପାଇଁ ଯାଇପାରିବି ନାହିଁ। ଲୋକଟି ବହୁତ ନିରାଶ ହୋଇ ଦୁଃଖରେ ଫେରିଆସିଲା। ତାପରେ ଦ୍ୱିତୀୟ ମିତ୍ର କଥା ମନେ ପଡ଼ିଲା। ତା ପାଖକୁ ଯାଇ ତାକୁ ମଧ୍ୟ କୋର୍ଟ ଆସି ସାକ୍ଷୀ ଦେବା ପାଇଁ କହିଲା। ଦ୍ୱିତୀୟ ମିତ୍ର ଜଣକ କହିଲା, ତୁମେ ମୋର ମିତ୍ର, ମୁଁ ତୁମ ସହ କୋର୍ଟ ପର୍ଯ୍ୟନ୍ତ ଯିବି, କିନ୍ତୁ ସାକ୍ଷୀ ଦେଇପାରିବି ନାହିଁ। ଲୋକଟି ପୁଣି ଦୁଃଖୀ ହେଲା ଓ ତାର ତୃତୀୟ ମିତ୍ର କଥା ମନେ ପଡ଼ିଲା। ତା ପାଖକୁ ଗଲା। ଯାହା ସହ ବେଳେବେଳେ ଦେଖା ହେଉଥିଲା, ତାକୁ ମଧ୍ୟ ସାକ୍ଷୀ ଦେବା ପାଇଁ କହିଲା। ଠିକ୍ ଅଛି, ମୁଁ ତୁମ ପାଇଁ ସାକ୍ଷୀ ଦେବି। ମୋର ବିଶ୍ୱାସ ତୁମେ ଏ କେସ୍ରୁ ମୁକ୍ତି ପାଇଯିବ। ହେଲେ ଏ ମିତ୍ରଟି କିଏ? ଏ ହେଉଛି ଆମର ଆତ୍ମା। ପ୍ରଥମ ମିତ୍ର ହେଉଛି ଧନ ସମ୍ପତ୍ତି, ଘର, ଜମି, ଯାହାକୁ ମଣିଷ ଅତି ନିଜର ଭାବିଥାଏ, ଯାହା ପାଇଁ ମଣିଷ ରାତିଦିନ ଚିନ୍ତା କରିଥାଏ। ଦ୍ୱିତୀୟ ମିତ୍ର ହେଲା ନିଜର ବନ୍ଧୁବାନ୍ଧବ, ଭାଇ ଭଉଣୀ, ସ୍ତ୍ରୀ ଓ ପିଲାଛୁଆ, ଯାହା ପାଇଁ ମଣିଷ ସବୁ କଷ୍ଟ ଉଠାଇଥାଏ। ଓ ତୃତୀୟ ମିତ୍ର ହେଲା ପ୍ରଭୁ ପ୍ରେମ ଓ ସୁକର୍ମ, ଯାହା ପ୍ରଭୁଙ୍କ ପ୍ରେମ କାରଣରୁ କରାଯାଇଥାଏ। ପ୍ରକୃତରେ ବନ୍ଧୁ ସିଏ ନୁହେଁ ଯିଏକି କାନ୍ଦିବା ସମୟରେ ଆସିଥାଏ। ବନ୍ଧୁ ସିଏ ଯିଏ ବନ୍ଧୁକୁ କାନ୍ଦିବାକୁ ଦିଏ